ମୁଁ ବାଣୀ। ଆଜି ଯେଉଁ ଅନୁଭୂତିଟା ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଯାଉଛି, ଏହା ଏକ ସତ ଘଟଣା ଉପରେ ଆଧାରିତ। ଅଙ୍ଗେ ଲିଭେଇଥିବା ଯେଉଁ ଅନୁଭୂତି, ତାହା ଆପଣମାନଙ୍କ ସାମ୍ନାରେ ମୁଁ ପୁରା ଖୋଲିକି ଥୋଇଦେବି। ଆଜିକୁ ପ୍ରାୟ ବହୁତ ବର୍ଷ ହେଇଗଲାଣି, ପାଖାପାଖି 15-17 ବର୍ଷ। ନୂଆ ନୂଆ ବାହାଘର ପରେ ହଜବେଣ୍ଡଙ୍କ ସହିତ ନୂଆ ଗୃହସ୍ଥି କରିବା ପାଇଁ ତାଙ୍କରି ହାତ ଧରି ବାଙ୍ଗାଲୋରର ଭଡ଼ା ନେଇଥିବା ଗୋଟେ ନୂଆ ଘରକୁ ଆମେ ପ୍ରବେଶ କଲୁ। ମୁଁ ଆକ୍ୟୁରେଟ୍ ଘରର ଆଡ୍ରେସ୍ ଆଦି କହିବିନି, କାହିଁକି ନା ଆପଣମାନେ ଡରିଯିବେ। ଜିନିଷପତ୍ର ସବୁ ସଜାଡ଼ୁ ଅଚାନକ ରବି, ମୋ ହଜବେଣ୍ଡକୁ ମୁଁ ପଚାରିଲି, ଆରେ ଏଠି ଗୋଟେ ରିମୋଟ୍ କାର୍ଟେ ଥୁଆ ହେଇଛି, କାହାର? ରବି କହିଲେ, ମୁଁ ଜାଣିନି, ବୋଧେ ଏଇ ଘରେ ଯେଉଁମାନେ ଆଗରୁ ରହୁଥିଲେ ତାଙ୍କରି କାହାର ପିଲାମାନଙ୍କର ହେଇଥିବ। ମୁଁ ଦେଖି ପୁଣି ଟିଭି ଷ୍ଟାଣ୍ଡ ଉପରେ ତାକୁ ଟେକିକି ଥୋଇଦେଲି, ପରେ କେଉଁଠି ରଖିଦେବେ ବୋଲି। ଅନ୍ୟ କାମରେ ମାତିଲି। ଘର ଆରେଞ୍ଜ କରୁ କରୁ ମୁଁ ଫୁଲ୍ ଟାୟାର୍ଡ। ରାତିରେ ଡିନର୍ ଖାଇସାରିଲା ପରେ ମୁଁ ଆଉ ରବି 2 ଜଣ ଯାଇକି ଘରେ ବେଡ଼ରୁମ୍ରେ ଶୋଇପଡ଼ିଲୁ। ହଠାତ୍ ଟୟର ଯେଉଁ ରିମୋଟ୍ କାର୍ଟି ଥିଲା, ସେଇଟା ଗଡ଼ି ଗଡ଼ି ଆମ ରୁମ୍ର ଠିକ୍ ଆମ ବେଡ଼୍ର ତଳେ ଆସିକି ରହିଲା। ଗେଁ ଗେଁ ଆବାଜଟା ଶୁଣି ହଠାତ୍ ମୋ ଆଖିଟା ଖୋଲିଲା। ଅନେଇକି ଦେଖିଲି। ମୁଁ ମନେ କରିବାକୁ ଚେଷ୍ଟା କଲି, ଆରେ ମୁଁ ତ କାର୍ଟା ରଖିକି ଆସିଥିଲି ଟିଭି ଷ୍ଟାଣ୍ଡ ଉପରେ, ଏଠି କେମିତି ଆସିଲା? ମୁଁ ଚାହିଁକି ଭାବୁ ହିଁ ଥାଏ। ଏତିକି ଭିତରେ ପୁଣି ଦେଖିଲି ଗାଡ଼ିଟା ମୁଭମେଣ୍ଟ କରୁଛି, ଏପଟେ ସେପଟେ। ମୋ ହଜବେଣ୍ଡକୁ ଡାକିଲି, ରବି ଦେଖ, ଏଇଟା କ'ଣ ହେଉଛି? ଦେଖ ନା, ଗାଡ଼ିଟା ମନେ ମନେ କେମିତି ଚାଲୁଛି। ଓହ, ରୁହ। ସେ ପୁରା ନିଦରେ ଥିଲେ। ଆଉ ଅନେଇକି କହିଲେ, ହ୍ୱାଟ୍ ଇଜ୍ ଦିସ୍? ଆମେ ତାଜା ଉପରେ ତାକୁ ଟେକିକି ଥୋଇଦେଲୁ, ପୁଣି ଶୋଇପଡ଼ିଲୁ। ଆମେ ଡରି ଯାଇଥିଲୁ, ଗାଡ଼ିଟା ମନେ ମନେ କେମିତି ଚାଲିକି ଆସିଲା। ହେଇପାରେ କେତେବେଳେ କେମିତି ମୁଣ୍ଡ ଭିତରେ ଅଲଗା କିଛି ଭାବନା ଆସିନଥାଏ। ପ୍ରଥମ ରାତି ଆମର ସେଇ ଘରେ। ତା ପରଦିନ ସକାଳୁ ମୁଁ ଗାଧେଇକି ଘରେ ପୂଜା କରି ମୁଁ ରୋଷେଇ ଘରେ ରୋଷେଇ କରିବାର ଆୟୋଜନ କରୁଛି। ରବି ଅଫିସ୍ ଚାଲି ଯାଇଥାନ୍ତି। ମୁଁ ଭିତରୁ କବାଟ ଦେଇକି ଘରେ ଏକୁଟିଆ ଅଛି। ପରିବାଟା ଓଲଟାପଟେ ଠିଆ ହେଇକି ମୁଁ ଆମର କିଚେନ୍ର ସ୍ଲାବ୍ ଉପରେ ପରିବା କାଟୁଥାଏ। ଯେମିତି ଲାଗିଲା କୌଣସି ଗୋଟେ ଛୋଟ ଛୁଆ ଦୁମ୍ ହେଇକି ଏଇ ରୁମ୍ରୁ ଆର ରୁମ୍କୁ ଦୌଡ଼ିକି ପଳେଇଲା। ଆମର 2 ବେଡ଼ରୁମ୍ ଥାଏ। ମୋତେ ଯେମିତି ଲାଗିଲା ପଛପଟୁ ଯଦି କିଏ ଠିଆ ହେଇଛି, ଦୌଡ଼ିକି ପଳାଉଛି। କି ଗୋଟେ ଛୋଟ ଛୁଆ ଘର ଭିତରେ ଯେମିତି ଖେଳାଖେଳି କଲେ ଯେଉଁ ଭଳିଆ ଅନୁଭୂତି ହୁଏ, ପାଦର ଟ୍ୟାପିଂ ଟପ୍ ହେଇକି ମୋତେ ଶୁଭୁଥାଏ। ମୁଁ ଟିକେ ଡରିଗଲି, ଏମିତି କାହିଁକି ଲାଗୁଛି? ତାପରେ ମୁଁ ଯାଇକି ଟିଭିଟା ଅନ୍ କରିଦେଲି। ମନ ଭିତରେ ଆସିଲା, ହେଇପାରେ ଏକୁଟିଆ ତ, ସୁନସାନ ଘର, ହେଇପାରେ ଏଇଭଳିଆ ମନ ଭିତରେ କିଛି ଆସୁଛି। କାଲି ରାତିରେ ଗାଡ଼ିଟା ଚାଲୁଥିଲା, ହେଇପାରେ ମନ ଭିତରେ କିଛି ଗୋଟେ ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିବ। ମୁଁ ଟିଭିଟା ଅନ୍ କରି ସେଇଥିରେ ମ୍ୟୁଜିକ୍ ଚ୍ୟାନେଲ୍ ଲଗେଇଦେଲି, ଯେଉଁଥିରେ କି ଫିଲ୍ମୀ ଗୀତ ଚାଲୁଥାଏ। କିଛି ସମୟ ପରେ ପୁଣି ମୁଁ ରୋଷେଇ ଘରେ କାମ କରିବାରେ ଲାଗିଛି। ହଠାତ୍ ଦେଖିଲି କାର୍ଟୁନ୍ର ସିନ୍ଚାନ୍ ଚ୍ୟାନେଲ୍ ଲାଗିଯାଇଛି। ମୋତେ ଟିକେ ଅବାକ ଲାଗିଲା, ଚ୍ୟାନେଲ୍ କେମିତି ଚେଞ୍ଜ ହେଉଛି? ମୁଁ ତ ଚ୍ୟାନେଲ୍ ଚେଞ୍ଜ କରିନି। ମୁଁ ଅନେଇକି ହା ହସର ଶୁଭିଲା। ସିନ୍ଚାନ୍ ହସୁଛି। ଅନେଇକି ଦେଖିଲି, ରୁମ୍ରେ ଗଲି। ବେଳେବେଳେ ଏମିତି ବି ହୁଏ କି ଚ୍ୟାନେଲ୍ ଚେଞ୍ଜ ହେଇଯାଏ। ହେଇଥିବ କିଛି ଗୋଟେ କହିକି ପୁଣି ଟିଭିଟାକୁ ମୁଁ ମୋର ପୂର୍ବ ଚ୍ୟାନେଲ୍ରେ ଲଗେଇ ଦେଇକି ବାଥରୁମ୍ ଆଡ଼େ ମୁଁ ଚାଲିଗଲି। ବାଥରୁମ୍ ଆଡ଼କୁ ପୁଣି ଦେଖୁଛି, ସେ ରିପିଟେଡ଼ଲି ଅଲଗା ଆଉ ଗୋଟେ କାର୍ଟୁନ୍ ଚ୍ୟାନେଲ୍ ଚାଲିଛି। ମୁଁ ବିରକ୍ତ ହେଇକି ଟିଭିଟାକୁ ବନ୍ଦ କରିଦେଇକି ମୁଁ ପୁଣି ଗାଧେଇବାକୁ ଚାଲିଗଲି। ଗାଧେଇକି ଯେତେବେଳେ ମୁଁ ରୁମ୍ରୁ ବାହାରୁଛି, ଦେଖୁଛୁ ବାହାରୁ ମୋତେ ଗୋଟେ କିଏ କବାଟ ଲଗେଇ ଦେଇଛି। ମୁଁ ଭୀଷଣ ଭାବରେ ସେତେବେଳକୁ ମୁଁ ଡରି ଯାଇଥାଏ। କବାଟ ଧଡ଼ ଧଡ଼ ବାଡ଼େଇଲା ବେଳକୁ ସିଆଡ଼େ ହାଇ ଭଲ୍ୟୁମ୍ରେ ଗୀତଟାକୁ କିଏ ବଢ଼େଇ ଦେଇଛି। ମୁଁ କିନ୍ତୁ କେବେ ବି ଲାଉଡ଼୍ ସାଉଣ୍ଡ ଭଲ ପାଏନି। ଭିତରେ ମୁଁ ଡରିକି ବାଥରୁମ୍ ଭିତରେ ଏକଦମ ଆପ୍ରାଣ କାନ୍ଦିବା ଆରମ୍ଭ କରିଦେଇଛି। ହଁ, ମୋର ଗୋଟେ ଅଭ୍ୟାସ ଥାଏ, ମୁଁ ଯେଉଁଠି ବି ଯାଏ ମୋର ଫୋନ୍ଟା ନେଇକି ମୁଁ ଯାଏ। ମୁଁ ସେଇଦିନ ବାଥରୁମ୍ରେ, ଭାଗ୍ୟ ଭଲ, ଭଗବାନଙ୍କର ଆଶୀର୍ବାଦ ଥିଲା, ମୁଁ ମୋବାଇଲଟା ନେଇକି ଭିତରେ ପଶିଥିଲି।
ठीक सही समय मोर हठात स्ट्राइक कला। मु फोन करे रवि को। रवि भी लंच ब्रेक रे घर को ही फेरुथिले। सी घर भितर आसिकी मते फिटेले कहीं तालार आम दी जनक पाखे दीटा चाबी थाए। से दिन रवि आश्चर्य हो गले। मु भी बहुत जोर डरीगली। तापरे से दिन संध्या बेले आम घरे गोटे छोट आम पूजा रखी। पूजारे जो सत्यनारायण पूजा करने जो आसी नना तांको मु एक सब घटना कहली। से बड़ बड़ आखि करके मो आड़ को अनेले। मु घरे भी मध्य फोन करी समस्त को बापा माँ भाउज को कही आउ सासू को समस्ते कहले जेते शीघ्र पारुच घरटा बदल दियो। किंतु बेंगलोर भाया जगार घर पाइबा कौन सहज कथा नुहे। तमे मैंने चेष्टा कर चेंज करने। से दिन संध्या बेले जो नना जिते बेले पूजा करने आसते आमर आखपाखर 3-4टा फैमिली को भी मध्य आमे इनवाइट करथिले। सेमानक भितर जड़े ओनर थिले आउ ठीक आम सामना घरर जड़े आंटी बुढ़ी आंटी थिले। मु समस्ते बसिथिबा भितर मु ये घटनाटा जनइली। ओनर जेमिति चोर मुह करिकी हाँ मु जाउची मु परे केतेबेले आसीबी कहीकि मोर गोटे अर्जेंट काम अच्छी कहीकि सेठू से पलैले। से पलैला परे ही सामना घर जे आंटी थिले से मते कहले झियो मु तुमको सबू कथा फिटेकी कहबी किंतु तमे ओनर को कहबानी मु कहिछि। मु कहली हाँ ताले ठीक अच्छे मु सेया ही करिबी। पूजा सरीगला जिते बेले आंटी जाइकी कहले नना को आपण जदि किछि जानिछंती ताले किछि गोटे पूजा पाठ करी तांकर घरटा को टिके सेफ जोन रे करि दियंतु। आउ ई झियोटी को भी मध्य जदि किछि डेउरिया फेउरिया थाए ताकू टिके पिंधेई दियंतु। सी सेतिकी कहिला परे से कहले हो सांगे सांग तो करि परिबिनी मते टिके समय दियंतु मु काली पहर दिन भितर व्यवस्था करदेबी। एतिकी कहीकि जे जा घर को पलैले। आंटी को मु आउ रवि जम्मा छाड़िलुनी। आमे तांको घर को जाई बसिकी सुनिबा को आग्रह प्रकाश कलु। आंटी कहले ए घर बहुत दिन पर भड़ा लगी कहीं ये घरे आसिकी तिष्ठी पारंतिनी। दिने 2 दिन भितर ही एकदम दौड़िकी पलांती। कौन आंटी घटना कौन एमिति कहीं कहते। सेठू सी कहले जदि तुम मानक भी बेसी किछि डर लगे ताले आम घरे भी आश्रय नहीं पार। कहीं रवि तो सारा दिन ड्यूटी रे रहिबे तमे मो पाखे रहीजिव नुआ घर पाइबा जाए। आमे आश्चर्य ही तांको पचारिलु कौन है आंटी घटना कौन एते सीरियस। कहले हाँ कहीं ना ए घरे पूर्वर गोटे पंजाबी फैमिली हस्बैंड वाइफ आ गोटे छोट 3-4 वर्षर पुओटी रोते। पुओटी खेलु खेलु बाथरूम रु दौड़िकी आसला बेले साबुन पानी रे ता गोड़टा स्किट करी जाइथिला। स्किट कला परे दुआर बंधरे ता पछपट मुंडटा पिटी हे बहुत ब्लीडिंग हेथिला। ताकू हॉस्पिटल रे एडमिट भी करथिले। ब्रेन हेमरेज भी हो जाइथिला। आउ 5-7 दिन पर हॉस्पिटल रे रही से छुआटी मरीगला। सी ता माँ को बहुत भल पाउथिला। आउ से सबु बेले से माने प्राय से फैमिली से घरे 5 वर्ष खंडे रही थिले। अनुमान करिकी मु कहूची प्रत्येक दिन से छुआटी आसिकी ता माँ सांगे खेलु थाए से घरे। कहीं ता माँ प्रकारे पागली भली की हो जाइथिला। से विश्वास ही करू नथिले कि तांको पुओटी आउ ई जगतरे नाही। से सबु बेले कहंती मो पुओ राज आसीथिला खाइथिला मो सांगे खेलुथिला मो सांगे एया करुथिला। ए आंटी सांगे ही से सबु बेले गपुथांती। सेमिति धीरे 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 तांकर मेंटल कंडीशन बहुत खराब हो गला। तापरे तांका हस्बैंड फील कले कि ए घरर प्रत्येक कोणरे राजर स्मृति लुचि रही। तेणुकरी ए घरटा से छाड़ाकू ही पड़ो। किंतु राजर माँ कौन सी मते ए घर जावाई से राजी नथिले। तांकु जबरदस्ती बुझे सुझे तांकु लास्ट रे निद बटिका देकी तांकु अधा निद्रा अवस्था ए घर शिफ्ट कराइथिला जोटा कि से छोट राज को पसंद ही नथिला। ता परठू जी भी से घरे आसुथिले से घरे राज को देखा पाती खेलिबारे दौड़िबारे एई भलिया किछि किछि घटना से माने सेठी देखिछंती।
ସେଇଥିପାଇଁ ଏ ଘରେ ଆଉ କେହି ରାଜି ହୁଅନ୍ତିନି ରହିବା ପାଇଁ। ତମେମାନେ ବି ଯେଉଁ କାହାଣୀ ମୋତେ କହୁଛ, ମୋତେ ଲାଗୁଛି ସେଇ କାର୍ ଚାଲିବା ବା ଚ୍ୟାନେଲ୍ ଚେଞ୍ଜ କରିବା ଏସବୁ ରାଜର କାଣ୍ଡ। ତେଣୁକରି ଯଦି ଭୟ ଲାଗୁଛି ସେ ଘରକୁ ଆଉ ଯାଅନି, ଏଇଠି ହିଁ ରୁହ, ଅଲଗା ଘରକୁ ସିଫ୍ଟ କରିଯାଅ। ଆଉ ଯଦି ତମକୁ ଡର ନ ଲାଗୁଛି ତାହେଲେ ତମେ ଦିନେ ରହିକି ସେଠି ଦେଖିପାର। ଆମେ এই ସମସ୍ତ ଷ୍ଟୋରି ଶୁଣିଲା ପରେ ଏତେ ଜୋର ଭୟଭୀତ ହୋଇଯାଇଥିଲୁ ଯେ ଆମେ ଖାଲି ଥରିଗଲୁ ଭିତରୁ। ସେତେବେଳକୁ ଆମ ଘରେ ଗୋଟେ ନୂଆ ଖବର ଆସିବାର ଥିଲା। ତାର ଅର୍ଥ ହେଉଛି ମୁଁ ପ୍ରେଗନେଣ୍ଟ ଥିଲି। ସେଇଥିପାଇଁ ଘର ଲୋକ ସମସ୍ତେ କହିଲେ ଏ ସମୟରେ ଭୟ କରିବା, ଡରିବା ଜମା ବି ଉଚିତ ହେବ ନାହିଁ। ମା ଆଉ ବାପା ଏସବୁ ଶୁଣି ଇମିଡ଼ିଏଟ୍ ଫ୍ଲାଇଟ୍ ଟିକେଟ୍ କାଟିକି ମୋତେ ନେବା ପାଇଁ ପଳେଇଗଲେ ବାଙ୍ଗାଲୋର। ମୋତେ ରାତାରାତି ସିଧା ଘରକୁ ନେଇ ଫେରିଗଲେ। ଆଉ ରବି ମଧ୍ୟ ଆଉ ସେଠି ଯିବାକୁ ସେ ସାହସ କଲେ ନାହିଁ। ଆଣ୍ଟିଙ୍କୁ କହିଲେ ମୋତେ ଦିନେ 2 ଦିନର ସମୟ ଦିଅନ୍ତୁ, ମୁଁ ଅଲଗା ଗୋଟେ ଘର ଦେଖିକି ସିଫ୍ଟ କରିବି। ମୋତେ ଆଉ ଏକା ଛଡ଼ାଗଲା ନାହିଁ। ଏଇଟା ଗୋଟେ ଆଶ୍ଚର୍ଯ୍ୟ ଧରଣର ମୋର ଗୋଟେ ଅନୁଭୂତି ଥିଲା, ଆମ ପରିବାରର ଗୋଟେ ଅନୁଭୂତି ଥିଲା। ଯିଏ ନ ସାମ୍ନାସାମ୍ନି ହେଇଛି କେବେ ବି ଏଇ ପ୍ରେତ ଆତ୍ମାର କାହାଣୀ ସହିତ, ସେ କେବେ ବି ବୁଝିପାରିବନି ପ୍ରେତ ଆତ୍ମା ଅଛନ୍ତି। ଯଦି ଆତ୍ମା ଅଛି, ପରମାତ୍ମା ଅଛି, ତାହେଲେ ପ୍ରେତ ଆତ୍ମା ବି ଅଛି। ତାଙ୍କୁ ସମ୍ମାନ କରିବା ଉଚିତ, ତାଙ୍କୁ ମଜାରେ ଉଡ଼େଇବା ଉଚିତ ନୁହେଁ।